Your goal is not in her. फ्रेंड आज आपण सेम ट्रेड सेटअप सेम इंडिकेटर ର ପାୱାର ଏଗेन ଅବଜର୍ଭ କରିଥିବା ବୋଲି ମୁଁ ଅନୁଭବ କରୁଛି। ଆପଣ ଦେଖନ୍ତୁ ମାନେ କେତେ ପାୱାରଫୁଲ ଦିସ୍ ଇଣ୍ଡିକେଟର ଇଜ। ମାନେ ଜଷ୍ଟ ଇମାଜିନ୍ କରନ୍ତୁ, ଯଦି ଆମେ ମର୍ଣ୍ଣିଂରେ ଦେଖିବା କିଛି ମୁଁ ବାରମ୍ବାର କାଲି ବି ସେ ସେମ୍ କଥା କହିଥିଲି, ନ୍ୟୁଜ ଦେଖିବା ଆବଶ୍ୟକ ନାହିଁ। ଆପଣ କେବଳ ରୁଲ ଫଲୋ କରିବା ଦରକାର ଏବଂ କ୍ଲାରିଟି ଅଫ ଦ ମାଇଣ୍ଡ ଆଉ ଆପଣ ଭିଡ଼ଭାଡ଼ ଠାରୁ ଦୂରେଇ ରହିବା ଦରକାର। ତାପରେ ଦେଖନ୍ତୁ କେମିତି ଆପଣଙ୍କର ଟ୍ରେଡ ବନୁଛି। ଯଦି ଯଦି ଆମେ ମର୍ଣ୍ଣିଂ ସେସନ କଥା ଦେଖିବା, ମୁଁ ଅଲରେଡି କହିଥିଲି, ପ୍ରଥମେ ଆପଣ ୟାର ଭଲ୍ୟୁମ୍ କ୍ୟାଣ୍ଡେଲକୁ ଅନ୍ କରିଦେବେ। ଭଲ୍ୟୁମ୍ କ୍ୟାଣ୍ଡେଲକୁ ଅନ୍ କଲା ପରେ ଆଜି ଦେଖିବେ ମର୍ଣ୍ଣିଂ ଆରମ୍ଭ ହେଲା ସେସନ ଏଇଠୁ। ଅଲରେଡି ଯଦି ଆମେ 3 ମିନିଟକୁ କନଭର୍ଟ କରିବା, ଫାର୍ଷ୍ଟ 3 ମିନିଟରେ କୌଣସି ଟ୍ରେଡ ସେଟଅପ୍ ନାହିଁ ଇନ୍ ଦ ମର୍ଣ୍ଣିଂ, କିନ୍ତୁ ଜଷ୍ଟ ବୋଧେ ଟାଇମ୍ ତ ଠିକ୍ ଭାବରେ ଜଣାପଡ଼ୁନି, କାହିଁକିନା ଏଠି ଟାଇମ୍ ସେସନ୍ ଟିକେ ଅସୁବିଧା ଅଛି। ଫିର୍ ବି ଆପଣ ଦେଖନ୍ତୁ, ଏଠି ଚାର୍ଟରେ ଦେଖନ୍ତୁ, ଠିକ୍ ଆପଣ ଏଇ ଜାଗାରେ ଆପଣଙ୍କୁ ଗୋଟେ ସେଲ୍ ସିଗ୍ନାଲ ମିଳିଲା। ସ୍ମାର୍ଟ ସେଲ୍ ନୁହେଁ, ନର୍ମାଲ ସେଲ୍। ମୁଁ ଆପଣଙ୍କୁ ଯେମିତି ଆଗରୁ କହିଥିଲି, ଯେତେବେଳେ ଆପଣ ସେଲ୍ ସେଟଅପ୍ ମିଳିବ, ଆପଣ ଦେଖିବେ whether this is nearer to the resistance or nearer to the VWAP or not। ଦେଖନ୍ତୁ ଏଇଠୁ ମୋ ସପୋର୍ଟ ହେଉଛି 71 ପଏଣ୍ଟ, ଯେଉଁଟାକି ମୋତେ ଟାର୍ଗେଟ ମିଳିପାରେ। ଏଇଠୁ ରେଜିଷ୍ଟାନ୍ସ ହେଉଛି 40। ତାମାନେ ଏ ଟ୍ରେଡ୍ ମୁଁ ଇଜିଲି ନେଇପାରିଥାନ୍ତି। ବୁଝିହେଲା? ଯଦି ମୁଁ ଏଇଠୁ ଏଣ୍ଟ୍ରି କରିବି, ଇମିଡ଼ିଏଟଲି ମୋ ଟାର୍ଗେଟ ଏବେ ସାଟିସ୍ଫାଏଡ୍ ହେଇଗଲା। ୱେଟ୍ କରିବା କିଛି ଆବଶ୍ୟକ ନାହିଁ ଫର୍ ଦ ପୁଲ୍ ବ୍ୟାକ୍। କାହିଁକି ନା ଦେଖନ୍ତୁ, VWAP ଇଜ୍ ନିୟର ଟୁ ଇଟ୍। ଏଇ କ୍ୟାଣ୍ଡେଲରେ ପାଖରେ VWAP ଅଛି। ତେଣୁ ଯଦି ଆପଣଙ୍କ ରିଟ୍ରେସ୍ ହେବ ତ ପୁଣି VWAPରୁ ସେଲିଂ ପଡ଼ିବ। ତାମାନେ 17 ପଏଣ୍ଟର ଆପଣଙ୍କୁ ଷ୍ଟପ୍ ଲସ୍ରେ ମ୍ୟାକ୍ସିମମ୍ ଅପ୍ ଟୁ 44 ପଏଣ୍ଟ ଷ୍ଟପ୍ ଲସ୍ରେ ଆପଣଙ୍କୁ ଟାର୍ଗେଟ ମିଳୁଛି 75 ପଏଣ୍ଟର। ତ ଆମେ ଏଠି ମଧ୍ୟ ଟ୍ରେଡ୍ ନେବା ଆଉ ସକ୍ସେସଫୁଲ୍ ମଧ୍ୟ ହେଲେ। ଯଦି ଆମେ ୱେଟ୍ କରିବା ଯେ କେତେବେଳେ ରିଟ୍ରେସ୍ ହେବ, ତ ତାହେଲେ ଏବେ ଦେଖନ୍ତୁ କଣ୍ଟିନ୍ୟୁସ୍ ଏଇ ଯେଉଁ କ୍ୟାଣ୍ଡେଲଟା ତ ଅବଭିୟସଲି ବ୍ରେକ୍ ହେଲା ୱିଥ୍ ରେଡ୍ କ୍ଲୋଜ୍ ମଧ୍ୟ ହେଲା। ତେଣୁ ନେକ୍ସଟ ଟାର୍ଗେଟ ଆପଣଙ୍କର ନେକ୍ସଟ 150 ପଏଣ୍ଟସ୍। କ୍ଲିଅର? ଯଦି ଆପଣ ଏ ପର୍ଯ୍ୟନ୍ତ ୱେଟ୍ କରିବେନି, ହୁଏତ ତ ଆପଣ 77 ପଏଣ୍ଟରେ ଏକ୍ଜିଟ୍ କରିଯିବେ। ଇଏ ଆଉ 77 ପଏଣ୍ଟ ଇଜ୍ ନଟ୍ ଅଲସୋ ଏ ସ୍ମଲ୍ ଟାର୍ଗେଟ। ତାପରେ କୌଣସି ବାୟ ସିଗ୍ନାଲ ଜେନେରେଟ୍ ହେଇନି ଷ୍ଟିଲ୍ ନାଉ। ତେଣୁ ଏବେ କୁହନ୍ତୁ, ଆଜି ମର୍ଣ୍ଣିଂରେ ଆପଣଙ୍କୁ ଆଜିର ଟ୍ରେଡିଂ ସେସନରେ ଫ୍ରିଲି କେତେ ଶାନଦାର ଟ୍ରେଡ୍ ମିଳିଲା ଅବଜର୍ଭ କରନ୍ତୁ। ସିମିଲାରଲି ଯଦି ଆମେ ବିଟକଏନ୍, ମୁଁ କାଲି ଆପଣଙ୍କୁ କହିଥିଲି 1 ଆୱାର ଚାର୍ଟରେ ବିଟକଏନ୍ ମାନେ ଆପଣଙ୍କର ବାୟ ସେଟଅପ୍ ବନିଛି। 64,000 ଥିବା ବିଟକଏନ୍ ଏବେ ଦେଖନ୍ତୁ 1 ଆୱାର ଚାର୍ଟରେ ମୁଁ ଆପଣଙ୍କୁ ଦେଖେଇଥିଲି, ଏଇଟା ଆପଣଙ୍କର ବାୟ ବନିଥିଲା ଦିସ୍ କ୍ୟାଣ୍ଡେଲ। ଠିକ୍ ଅଛି? ତ ଏବେ ଦେଖନ୍ତୁ ଆସିଲା, ରିଟ୍ରେସ୍ ହେଲା ଫ୍ରମ୍ ଦିସ୍। ଏବେ ୱାନ୍ ୱେ ବର୍ତ୍ତମାନ ନାଉ ମାର୍ଚିଂ ଟୁୱାର୍ଡ 70,000 ଚାଲିଛି। କେତେ? 69,000ରେ ବର୍ତ୍ତମାନ ଚାଲିଛି। 4,000 ପଏଣ୍ଟର ମୁଭମେଣ୍ଟ ଅଲରେଡ଼ି ଦେଇ ସାରିଲାଣି, ମାନେ 1 ଆୱାର ଟାଇମ୍ ଫ୍ରେମ୍ରେ। ଏବଂ 5,000 ପଏଣ୍ଟର ମୁଭମେଣ୍ଟ ଦେବ ଆପଣଙ୍କ ଟାର୍ଗେଟ 70,106। ଏଇ ଜାଗାରେ ସେଲ୍ ଦେଇଥିଲା, ଆପଣ ଦେଖନ୍ତୁ କଣ୍ଟିନ୍ୟୁସ୍ ସେଲ୍। ଏଠି ବାୟ ଦେଇଥିଲା, କଣ୍ଟିନ୍ୟୁସ୍ ବାୟ। ଏଠି ସେଲ୍, କଣ୍ଟିନ୍ୟୁସ୍ ସେଲ୍। ଏଠି ବାୟ, କଣ୍ଟିନ୍ୟୁସ୍ ବାୟ। ଏଠି ସେଲ୍, କଣ୍ଟିନ୍ୟୁସ୍ ସେଲ୍। ଏଠି ବାୟ, କଣ୍ଟିନ୍ୟୁସ୍ ବାୟ। ତ
ଆପଣ ଦେଖି ଚାଲନ୍ତୁ, ମୁଁ କହିବାକୁ ଚାହୁଁନି କଣ୍ଟିନ୍ୟୁଅସଲି ୱାନ୍ ୱେ ଯେତେବେଳେ ପର୍ଯ୍ୟନ୍ତ ଆପଣ ଏଠି 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 ସେଲ୍ କଣ୍ଟିନ୍ୟୁଅସ୍ ସେଲ୍, ତାମାନେ ୱାନ୍ ୱେ ବା 15 ମିନିଟ୍ସ ଏ ଟାଇମ୍ ଫ୍ରେମ୍ ଇଏ ହେଉଛି ଗୋଟେ ମାନେ ବେଷ୍ଟ ଟାଇମ୍ ଫ୍ରେମ୍। ଯେଉଁମାନେ ୱାର୍କିଂ ପ୍ରଫେସନାଲ ସେମାନେ ମଧ୍ୟ ଏଇ ଟାଇମ୍ ଫ୍ରେମ୍ ଅନୁସାରେ ନେଲେ ତ ଆପଣ ହୋଲ୍ଡ କରିପାରିବେ ପୋଜିସନାଲ, ଆମର ଯେଉଁ ସ୍ୱିଙ୍ଗ ଟ୍ରେଡିଂ ହିସାବରେ ଆପଣ ପୋଜିସନକୁ ରଖିପାରିବେ। ଦିସ୍ ଇଜ ଦ ଟାର୍ଗେଟ ଇନ୍ ଫ୍ରଣ୍ଟ ଅଫ୍ ୟୁ। ଦେଖିଲେ ନା, ଆପଣ କହିବେ ନାହିଁ ମୁଁ ସ୍କାଲ୍ପର ମୁଁ 5 ମିନିଟରେ ଅବଜର୍ଭ କରିବି। ଦେଖିବା ଆଜି 5 ମିନିଟରେ ଦିନ ସାରା କୌଣସି ଟ୍ରେଡ୍ ଜେନେରେଟ୍ ହେଇଛି କି ହେଇନି। ସକାଳୁ ଦେଖନ୍ତୁ, ଆଜି ମର୍ଣ୍ଣିଂରେ ବାୟ ଟ୍ରେଡ୍ ଥିଲା, ଠିକ ଅଛି। ମର୍ଣ୍ଣିଂରେ ବାୟ ଟ୍ରେଡ୍ ଥିଲା, ବାୟ ଟ୍ରେଡ୍ ସେଟଅପ୍ ମୁଁ ଆପଣ ଦେଖିବା ଯେତେବେଳେ ବାୟ ଟ୍ରେଡ୍ ସେଟଅପ୍ ଦେଖିବେ, ପ୍ରଥମ କଥା ହେଲା ଏଇଠୁ ଆମେ ବାୟ ମିଳିଲା, ମୁଁ ଦେଖିବି ଉପରେ ରେଜିଷ୍ଟାନ୍ସ 400 ପଏଣ୍ଟର, ଷ୍ଟପ୍ ଲସ୍ 600 ପଏଣ୍ଟର, ଏ ଟ୍ରେଡ୍ ନେବିନି। କିନ୍ତୁ ତାପରେ ବି ୱାନ୍ ୱେ ମୁଭମେଣ୍ଟ କରିକି 1800 ପଏଣ୍ଟର ଟାର୍ଗେଟ ଆପଣଙ୍କୁ ଦେଲା, କିନ୍ତୁ ମୁଁ ଏଥିରେ ନବାକୁ ଚାହୁଁନି କାହିଁକି ବିକଜ ରୁଲ୍ ଇଜ ରୁଲ୍। କିନ୍ତୁ ଯେତିକା ବେଳେ ଅଲରେଡି ବାୟ ଏଠି ଦେଖନ୍ତୁ ସେଲ୍ ଅଛି, ସେମ୍ କନସେପ୍ଟ ନେବି କି ନାହିଁ ଚିନ୍ତା କରନ୍ତୁ। କାହିଁକି ନା ଦେଖନ୍ତୁ 5 ମିନିଟ ଆପଣ ଟ୍ରେଡ୍ ନେବେ ନା, ତ ଅଟୋମେଟିକାଲି ଆପଣ ସିଓର ହେଇଯିବେ ଯେ ବହୁତ ସାରା ମାନେ ଟ୍ରେଡ୍ ଜେନେରେଟ୍ ହବ। କିନ୍ତୁ ୱାନ୍ ଆୱାର ଦେଖିଲେ, ୱାନ୍ ଆୱାରରେ ନୋ କନଫ୍ଲିକ୍ଟ, କଣ୍ଟିନ୍ୟୁଅସଲି ୱାନ୍ ୱେରେ ମୁଭ୍ କରୁଛି, ଆପଣ ପୋଜିସନାଲ ରହିବେ। ଏଇଠି ଦେଖନ୍ତୁ ଏଇ ଜାଗାରେ ଯଦି ଆପଣଙ୍କୁ ସେଲ୍ ବନିଲା ତ 400 ପଏଣ୍ଟର ମାନେ ଆପଣଙ୍କୁ ଷ୍ଟପ୍ ଲସ୍, ଏ ଆମର ଯୋଉ ଟାର୍ଗେଟ ୱିଥ୍ ହେଭିଂ ଷ୍ଟପ୍ ଲସ୍ ହଉଛି କେତେ 200 ପଏଣ୍ଟ, ହଁ ଏଇଟା ନେଇପାରିବେ। ତାମାନେ ଅଲରେଡି ଆପଣଙ୍କ ଟାର୍ଗେଟ ବି ହିଟ୍ ହେଲା, 400 ପଏଣ୍ଟର ଆପଣଙ୍କୁ ମୁଭମେଣ୍ଟ ମିଳିଲା। ଇନ୍ ଦ ସେମ୍ ୱେ ଯଦି ବାୟ ଟ୍ରେଡ୍ ଦେଖିବେ, ବାୟ ଟ୍ରେଡ୍ କଣ ହେଇଛି ଦେଖନ୍ତୁ, ଯୋଉ କ୍ୟାଣ୍ଡେଲରେ ଆପଣଙ୍କୁ ବାୟ ଟ୍ରେଡ୍ ମିଳିଲା, ଦିସ୍ କ୍ୟାଣ୍ଡେଲ ଇଟ୍ ଇଜ ନଟ୍ ଏ ବିଗ୍ କ୍ୟାଣ୍ଡେଲ ବଟ୍ ନିୟର ଇଟ୍ ଇଜ ଫର୍ମ ନିୟର ଦ VWAP ଏବଂ ସପୋର୍ଟ ବି ଅଛି। ତ ଆଖି ବୁଝିକି ଆପଣ ଏ ଟ୍ରେଡ୍ ନେବେ, କब तक ରହିବେ, ଅପର ରେଜିଷ୍ଟାନ୍ସ ନ ଆସିଲା ପର୍ଯ୍ୟନ୍ତ। ଠିକ ଅଛି, ଆପଣଙ୍କୁ 800 ପଏଣ୍ଟର ମୁଭମେଣ୍ଟ ଏବେ ମିଳିଲା। ଦେନ୍ ଆଫ୍ଟର ଯଦି ଆପଣ ରହିଥିବେ ତ ଠିକ ଅଛି, ଯଦି ନ ରହିଲା ତାହେଲେ ୱେଟ୍ କରନ୍ତୁ, ପ୍ରାଇସ୍ ଏଗେନ୍ ଉପରକୁ ଯାଇକି ପୁଣି ରିଟେଷ୍ଟ କରୁ ଆପଣ ଦିସ୍, ତାମାନେ ଆପଣ ଏଇଠୁ ଏଣ୍ଟ୍ରି କରିବେ। ୱାନ୍ ୱେ ଅପ୍ ଟୁ ବର୍ତ୍ତମାନ 69,000 ଅଲରେଡି ହେଇସାରିଲାଣି। ତ ଦିସ୍ ଇଜ ଦ ସିମ୍ପଲ ୱେ। ସିମିଲାର ୱେ ଯଦି ଆପଣ ଦେଖିବେ ଆଜି ବ୍ୟାଙ୍କ ନିଫ୍ଟିରେ କଣ ହେଇଥିଲା, ନିଫ୍ଟି ତ ଆଜି ସେଲ୍ ଥିଲା, ବ୍ୟାଙ୍କ ନିଫ୍ଟିରେ କଣ ହେଇଥିଲା ଯଦି ଆପଣ ଦେଖିବେ, ବ୍ୟାଙ୍କ ନିଫ୍ଟି ଗୋଟେ ମିନିଟ୍ ରୁହନ୍ତୁ, ଆମେ ବ୍ୟାଙ୍କ ନିଫ୍ଟି ଦେଖିବା। ବ୍ୟାଙ୍କ ନିଫ୍ଟି शायद ଆଡ୍ ହେଇନି, ହଁ ଅଛି ନା। ତ ଦେଖନ୍ତୁ ଯଦି ବ୍ୟାଙ୍କ ନିଫ୍ଟି, ଯଦି ଆମେ ବ୍ୟାଙ୍କ ନିଫ୍ଟିକୁ ଅବଜର୍ଭ କରିବା, ସେମ୍ ସିମିଲାର ସିନାରିଓ, ସ୍ମାର୍ଟ ସେଲ୍ ବନିଛି। ଦେଖନ୍ତୁ ଏଠି ବିగ్ କ୍ୟାଣ୍ଡେଲ ନା ସ୍ମଲ୍ କ୍ୟାଣ୍ଡେଲ, ଲାର୍ଜ କ୍ୟାଣ୍ଡେଲ ବଟ୍ ବିగ్ ଭଲ୍ୟୁମ୍ ନାହିଁ, ନାଇଁ ବିగ్ ଭଲ୍ୟୁମ୍ ବି ଅଛି ବଟ୍ ଏତେ ସିଗ୍ନିଫିକାଣ୍ଟ ନୁହଁ, ଫିର୍ ବି ଆପଣ ନେଇପାରିବେ, ରିଟ୍ରେସ୍ ହବ। କିନ୍ତୁ ତା ପୂର୍ବରୁ ମୁଁ ଯୋଉ କଥା କହିଥିଲି, ଆପଣ ଦେଖିବେ VWAP କେତେ ପାଖରେ ଅଛି, 180 ପଏଣ୍ଟର ରହିଲ, 300 ପଏଣ୍ଟର ଉପରେ ରେଜିଷ୍ଟାନ୍ସ, ଟାର୍ଗେଟ କେତେ ନା ଟାର୍ଗେଟ ହଉଛି 200, 180ର ଷ୍ଟପ୍ ଲସ୍ରେ 200 ପଏଣ୍ଟ ଟାର୍ଗେଟ, ତ ଚଳିବ। ଠିକ ଅଛି, ୱାନ୍ ୱେ ମୁଭ୍ ହେଲା, ଆପଣଙ୍କୁ ଟାର୍ଗେଟ ଦେଲା, ଏବେ ବାୟ ହେଇଛି, କାଲି ତ ଦେଖାଯିବ। କାଲି ଯୋଉ ବାୟ ଜେନେରେଟ ହେଇଥିଲା ଦେଖନ୍ତୁ, VWAP ନିୟରରେ ବନିଥିଲା ଏବଂ ଆପଣ ସେଥିପାଇଁ ହୁଏତ ହିଚକିଚି ହେଇଥିବେ ନେବା ପାଇଁ, ଫିର୍ ବି ଏଇ ଜାଗାରେ ଆପଣଙ୍କର ହେଲା ରେଜିଷ୍ଟାନ୍ସ ପର୍ଯ୍ୟନ୍ତ 180 ପଏଣ୍ଟ ସକାଳୁ ମଧ୍ୟ ଟାର୍ଗେଟ ଆଚିଭ୍ କଲା। ତାମାନେ ସିମ୍ପଲି ଆପଣ ଏଇ ରୁଲ୍ ଅନୁସାରେ କେତେ ବଢିଆ କିନି ଟ୍ରେଡ୍ ଜେନେରେଟ୍ ହଉଛି ଏବଂ କେତେ ବଢିଆ କିନି ଆପଣ ଟ୍ରେଡ୍ ନେଇକି ପ୍ରଫିଟେବଲ କରିବେ ଅବଜର୍ଭ କରନ୍ତୁ। ମୁଁ ଆଉ ଗୋଟେ କଥା ଆପଣଙ୍କୁ କହିବାକୁ ଚାହୁଁଛି, ସବୁଠାରୁ ମାନେ ପିସଫୁଲ ମାଇଣ୍ଡକୁ ଯଦି ଆପଣ ଅବଜର୍ଭ କରିବେ ନା, ତ 15 ମିନିଟ୍ କିମ୍ବା ସରି ଆପଣ 15 ମିନିଟ୍ କିମ୍ବା ଅଧଘଣ୍ଟାର ନିଅନ୍ତୁ, ନାହିଁ ତ ପୁରା ସ୍ୱିଙ୍ଗ ଯଦି ନେବେ ତାହେଲେ ଘଣ୍ଟିକା ନିଅନ୍ତୁ। ଆରାମସେ ଆପଣ ହେଜ୍ କରିକି ବା ଇଏରେ ବି ଆପଣ ପୋଜିସନ ବନେଇକି ରହିପାରିବେ। ଦେଖନ୍ତୁ ଏ ପର୍ଯ୍ୟନ୍ତ ସେଲ୍ ବନିଥିଲା ବ୍ୟାଙ୍କ ନିଫ୍ଟିରେ, ଏ ପର୍ଯ୍ୟନ୍ତ ସେଲ୍ ବନିଛି, ତ ଏବେ ପର୍ଯ୍ୟନ୍ତ କିଛି ରିକଭର ବି ବର୍ତ୍ତମାନ ନୂଆ ମାନେ କୌଣସି ଜେନେରେସନ ହେଇନି ଟ୍ରେଡ୍। ଏଠି ବାୟ ବନିଥିଲା ୱାନ୍ ୱେ, ଏଠି ସେଲ୍ ବନିଥିଲା ୱାନ୍ ୱେ। ଓକେ, ଲାଷ୍ଟ ଟାଇମ୍ ଫ୍ରେମ୍ କହିଲେ ଏଇଟା ପଜିଟିଭ ପଏଣ୍ଟ। ଏଠି ଦେଖନ୍ତୁ ଏଠି ବାୟ ବନିଲା ଉପରେ ଟାର୍ଗେଟ, ସେଲ୍ ବନିଲା ତଳେ ଟାର୍ଗେଟ, ସ୍ମାର୍ଟ ସିଗ୍ନାଲ ବନିଲା ଉପରକୁ ଯାଇଛି। ତାମାନେ ଯଦି ଲାଷ୍ଟ ଟାଇମ୍ ଫ୍ରେମ୍ ନେବେ ଆପଣଙ୍କୁ ୱାନ୍ ୱେ
ମାନେ ମିନିମମ୍ 1000 2,000 ପଏଣ୍ଟର ଆପଣଙ୍କୁ ଟାର୍ଗେଟ ମିଳିଯିବ। ସିମ୍ପଲି ଆପଣ ଦେଖନ୍ତୁ କ୍ରୁଡ୍ ଅଏଲ୍ କଣ ହେଇଛି। ଯଦି ଆମେ 15 ମିନିଟ୍ ଅନୁସାରେ ଗୋଲ୍ଡରେ ବି ଦେଖିବା, ଗୋଲ୍ଡରେ ସିମିଲାର କେସ୍ କି ନାହିଁ ଦେଖନ୍ତୁ। ଆଜି ଟ୍ରେଡ୍ ଦେଖନ୍ତୁ ଅଲରେଡି ଏଠି ଏଠି ବାୟ ଦେଇଥିଲା। ଏଇ କ୍ୟାଣ୍ଡେଲ ବାୟ କରିବେ ନା, ରେଜିଷ୍ଟାନ୍ସ ନେଉଛି। ଆଜି କିଛି ଜେନେରେଟିଂ ହେଇନି ଗୋଲ୍ଡରେ। ଓକେ, ଇନ୍ 15 ମିନିଟ୍ସ ଟାଇମ୍ ଫ୍ରେମ୍। ଯଦି ବର୍ତ୍ତମାନ ଆପଣ ଅବଜର୍ଭ କରିବେ ସେମ୍ କନସେପ୍ଟ କୋଉଥିରେ, ନ୍ୟାଚୁରାଲ ଗ୍ୟାସ୍ ଦେଖନ୍ତୁ। ନ୍ୟାଚୁରାଲ ଗ୍ୟାସରେ ଏଇ ନ୍ୟାଚୁରାଲ ଗ୍ୟାସ୍ ଦେଖନ୍ତୁ, ଏବେ ଆପଣଙ୍କର ଏଠି ସ୍ମାର୍ଟ ସେଲ୍ ଜେନେରେଟ ହେଲା, ରେଜିଷ୍ଟାନ୍ସ 5 ପଏଣ୍ଟ ଉପରେ, ଟାର୍ଗେଟ 1 ପଏଣ୍ଟ ତଳେ। ନେବେ ଟ୍ରେଡ୍ ନା। ଏବେ ସିମିଲାରଲି ଏନାଦର ଟ୍ରେଡ୍ ଜେନେରେଟ ହେଇଛି ଏଠି ବିగ్ କ୍ୟାଣ୍ଡେଲ ଟ୍ରେଡ୍ ସେଟଅପ୍ ଦେଖିଦବା ଏଠି ବିగ్ କି ନାହିଁ। ୟେସ୍, ବିగ్ କ୍ୟାଣ୍ଡେଲ, ବିగ్ କ୍ୟାଣ୍ଡେଲ ଟ୍ରେଡ୍ ସେଟଅପ୍, ଷ୍ଟପ୍ ଲସ୍ 4 ପଏଣ୍ଟ ଏବଂ ଟାର୍ଗେଟ ଦେଖିଦବା। ଟାର୍ଗେଟ ଆପଣଙ୍କର ଟାର୍ଗେଟ ଇଜ 22 ପଏଣ୍ଟ। ତାହେଲେ ଏ ଟ୍ରେଡ୍ ଆପଣ ନେବେ କି ନେବେନି? ନିହାତି ନେବେ। ଆପଣ କାଲି ଦେଖିବେ ପ୍ରାଇସ୍ ଯାହାହେଲେ ବି 284 ପର୍ଯ୍ୟନ୍ତ ଯିବ ହିଁ ଯିବ। କାଲି ଦେଖିବେ 100% ତ ନୁହଁ, ଫିର ବି ଏକ୍ସପିରିଏନ୍ସ ଦୃଷ୍ଟିରୁ ଜଣା ପଡୁଛି କାଲି ନିଶ୍ଚିତ ଯିବ। ତାମାନେ ଏଇ ଜାଗାରୁ ଆପଣ ଟାର୍ଗେଟ କେତେ ରଖିପାରିବେ, ସେ ପର୍ଯ୍ୟନ୍ତ ମଧ୍ୟ ସେଇ ପେସେନ୍ସରେ ଆପଣ ହୋଲ୍ଡ କରିକି ପୋଜିସନ ବି ରହିପାରିବେ। ଓକେ, କାଲି ଆମେ ଦେଖିବା ଯେ ଆକ୍ଚୁଆଲି ମାନେ ଆମକୁ ଟାର୍ଗେଟ ଆଚିଭ୍ ହଉଛି କି ନାହିଁ। ଆମେ କାଲି ଆପଣ ବିଟକଏନ୍ସ ମୁଁ କହିଥିଲି ଏଇ ମାନେ ଟ୍ରେଡ୍ ସେଟଅପ୍ ବତେଇଲା ବେଳେ ଅଲରେଡି ଦେଖନ୍ତୁ, ଅଲରେଡି ଆପଣଙ୍କର 69,000 70,000 ପର୍ଯ୍ୟନ୍ତ ଯିବ ଆଜି। ମାନେ ଷ୍ଟିଲ୍ ନାଉ ଦ ପ୍ରଫିଟ୍ ଇଜ ଗୋଇଂ ଡାଉନ୍। ଏବେ ନେକ୍ସଟ ଦେଖନ୍ତୁ ସିଲଭର କଥା ଆମେ ଦେଖିବା। ଯେ ସିଲଭର ଦେଖିବା ଏକ କ୍ୟାଣ୍ଡେଲ କି କ୍ୟାଣ୍ଡେଲ ଇଣ୍ଡିସିସ୍ କ୍ୟାଣ୍ଡେଲ, ଫିର ବି ଆପଣ ୱେଟ୍ କରିବେ ଯେ ଯଦି ଆମର ଟ୍ରେଡ୍ ଏଇଟ୍ ଜେନେରେଟ ହେଲା ତାମାନେ ଷ୍ଟପ୍ ଲସ୍ କୋଉଠି, ନିୟର 2,000 ପଏଣ୍ଟ, ଟାର୍ଗେଟ 4,000। ୟେସ୍, वी कैन टेक इट। ତ ଆପଣ ଦେଖନ୍ତୁ 4,000 ପଏଣ୍ଟ ଠିକ ଏକ୍ଜାକ୍ଟଲି ସେଇ ଟପ୍ ପାଖରୁ ଆପଣଙ୍କୁ ରିଟ୍ରେସମେଣ୍ଟ ମିଳିଲା। ଇନ୍ ଦ ସେମ୍ ୱେ ଯଦି ଆପଣ ଅବଜର୍ଭ କରିବେ ସିଲଭରରେ ଦେଖନ୍ତୁ ଏକ୍ଜାକ୍ଟଲି ସେଲ୍ ବନିଲା ଏବଂ ଟାର୍ଗେଟ 9,000 ଟାର୍ଗେଟ। ତାମାନେ କଣ ବୁଝିଲେ? ମୁଁ ଯାହା ଅବଜର୍ଭ କରୁଛି ବିଟକଏନରେ ଯେତେ ପରଫେକ୍ଟଲି ଟ୍ରେଡ୍ ମିଳୁଛି ସେମିତି ସିଲଭରରେ ମଧ୍ୟ ଆପଣଙ୍କୁ ପରଫେକ୍ଟଲି ବାୟ ସେଲ୍ ଟ୍ରେଡ୍ ମିଳୁଛି 15 ମିନିଟ୍ସ ବି। ଓକେ, ତ ଯଦି ଆପଣ ଏଇ ଅନୁସାରେ ନେବେ ତ ନିହାତି every day some amount of money you can also generate every day. Okay, with this contest ଆପଣ ନିହାତି ଟ୍ରେଡ୍ ଡେଲି ନିଅନ୍ତୁ, କିନ୍ତୁ ନେବା ପୂର୍ବରୁ ବ୍ୟାକ୍ ଟେଷ୍ଟ କରନ୍ତୁ। ଏବଂ ଯଦି ଆପଣଙ୍କୁ ଇଣ୍ଡିକେଟର ରିକ୍ୱାର୍ଡ ଅଛି ତ ତେଣୁ ଆପଣ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ତ ବେଲ୍ ଆଇକନକୁ ହିଟ୍ କରନ୍ତୁ ଏବଂ ଟ୍ରେଡ୍ ଅର୍ବିଟ କୁ ଯାଇକି ଆପଣ ମାନେ ଏଇ ଇଣ୍ଡିକେଟରକୁ ଆକ୍ସେସ୍ ନେଇପାରନ୍ତି ଫ୍ରି ଅଫ୍ କଷ୍ଟରେ। ମାନେ ସେଥିପାଇଁ ପେମେଣ୍ଟ ଦେବାକୁ ପଡ଼ିବ ନାହିଁ। ତ ଆପଣ ଟ୍ରେଡ୍ କରନ୍ତୁ ଏବଂ ପ୍ରଫିଟେବଲ ମଧ୍ୟ ହୁଅନ୍ତୁ। ଥ୍ୟାଙ୍କ ୟୁ।